गुड इवनिंग मो चैनल जड़ित फ्रेंड लिस्ट थिबा प्रत्येक गुरुजन मान को मोर भूमिष्ठ प्रणाम ओ सान भाई भौणी मान को मोर आशीर्वाद। आज एडजेक्टिव बा विशेषण बाबद आम आलोचना करवा। जो माने मो वीडियो टी देखुंती ध्यान से देखंतु, स्किप न करी शेष पर्यंत देखंतु। आ जो छात्र छात्री माने मो वीडियो देखुंती समाने मु जहाँ कहूची तो नोट करी रखंतु आ मने रखंतु मध्य। एडजेक्टिव कौन? एडजेक्टिव होची नाउन को नाउन लो गुण रंग आकार बयस परिमाण ताको सूचेया पाई एडजेक्टिव गठन होईछि बा एडजेक्टिव अर्थ विशेषण। नाउन गुण को विशेषण करवा। तो नाउन मु कही देयर आर 9 डिफरेंस काइंड ऑफ एडजेक्टिव। 9 प्रकार मु कही आउ थे भी कही दउछि। एडजेक्टिव ऑफ क्वालिटी होछि एडजेक्टिव रो क्वालिटी होछि गुण। जे नाउन लो गुण को सूचेया पाई एडजेक्टिव। एडजेक्टिव ऑफ क्वांटिटी नाउन लो परिमाण को सूचेया पाई एडजेक्टिव। एडजेक्टिव ऑफ नंबर नाउन लो नंबर जणेया पाई एडजेक्टिव। डिस्ट्रीब्यूटिव एडजेक्टिव नाउन लो बंटन करबा पाई भाग करबा पाई होछि एडजेक्टिव। डोमेस्टिक एडजेक्टिव संकेत नाउन किपरि भाव रे अछि त संकेत जणेया पाई डोमेस्टिक एडजेक्टिव। पॉसेसिव एडजेक्टिव संबोधनीय। इंटरोगेटिव एडजेक्टिव प्रश्नवाचक। प्रॉपर जाति। एम्फसाइज जोरदार। मुझे पार्ट पार्ट तो बुझेबी आपण मानकु। आज प्रथम जो एडजेक्टिव ऑफ क्वालिटी बाबद कहूची ध्यान से शुणु। मु बारंबार कहूची मोर प्रत्येक वीडियो शिक्षार वीडियो। प्रत्येक छात्र छात्री माने शिक्षा अर्जन करिवे वीडियो देखिले। ସେଥିପାଇଁ ମୁଁ କହୁଛି ଯାହା ମୁଁ କହୁଛି ତାକୁ ନୋଟ୍ କରନ୍ତୁ। ଯେଉଁ ଛାତ୍ରଛାତ୍ରୀ ମାନେ ଭିଡ଼ିଓ ଦେଖୁଛନ୍ତି ଷଷ୍ଠ କ୍ଲାସ୍ ପାଖରୁ +2 ପିଲା +3 ପିଲା ପର୍ଯ୍ୟନ୍ତ ମଧ୍ୟ ସେମାନେ ଶିକ୍ଷା ଅର୍ଜନ କରିପାରିବେ। +2 +3 ପିଲା ବି ଏଠୁ ଶିକ୍ଷା ଅର୍ଜନ କରିପାରିବେ। କାରଣ ଇଏ ହେଉଛି ଇଂରାଜୀ ଗ୍ରାମାର ମୁଁ ପୁଙ୍ଖାନୁପୁଙ୍ଖ ବୁଝାଉଛି। ଯଦି ଆପଣ ବୁଝି ନ ପାରୁଛନ୍ତି कमेंट मत मो मतामत रखंतु। तेणु ये जो एडजेक्टिव गुड़िक मु कहली आमे गोटे सेंटेंस रे एडजेक्टिव बोली प्रथमे चिन्हिबा केमिति। क्वालिटी कौन जानी नाती, क्वांटिटी कौन जानी नाती। तेणु आमे जानिबा केमिति तार संकेत अच्छी केतोटा संकेत 9टा संकेत मु आपण मानू कहूची। तो गोटे मन ए संकेत गोटे मन रखिए। प्रथम है भा
ଭାରଲା ଭାବପୂର୍ଣ୍ଣକ ପଦ। ଦ୍ୱିତୀୟ ହେଲା ଗୁ, ତା ଗୁଣବାଚକ ପଦ। ତିନି ହେଲା ପ, ପରିମାଣବାଚକ। ଚାରିରେ ବ, ବୟସ, ବୟସ ସୂଚକ ବାକ୍ୟ। ବ ପରେ ଉ, ଉତ୍ତାପ। ଆ, ଆକାର। ର, ରଙ୍ଗ। ଯା, ଜାତି। ବ, ବସ୍ତୁ। ଭାଗୁ ପ, ବ ଉ ଆ, ର ଯା ବ। ଏ 9ଟି ପଦକୁ, ଏ 9ଟି ସଂକେତକୁ ମନେ ରଖନ୍ତୁ। ଭାଗୁ ପ, ବ ଉ ଆ, ର ଯା ବ। ଏତିକି ମନେ ରଖିଲେ ଆପଣ ଗୋଟେ ବାକ୍ୟରେ ବା ଗୋଟେ ସେଣ୍ଟେନ୍ସରେ ଆଡଜେକ୍ଟିଭ ଶୀଘ୍ର ଚିହ୍ନି ପାରିବେ। ମୁଁ କିଛି ବାକ୍ୟ କହୁଛି ଯାହାକି ଆଡଜେକ୍ଟିଭ ଅଫ କ୍ୱାଲିଟି, ଗୁଣରେ। ଦ କାର ଇଜ ଓଲ୍ଡ। ପ୍ରଥମେ ବାକ୍ୟରେ ଆମେ ନାଉନ ଜାଣିବା ଦରକାର। ନାଉନ ଜାଣି ସାରିଲା ପରେ ତାପରେ ଆମେ ଆଗକୁ ଯିବା ଆଡଜେକ୍ଟିଭ ଜାଣିବା ପାଇଁ। ପ୍ରଥମେ ନାଉନ ଆମେ ବାକ୍ୟରେ ଜାଣିବା କେମିତି ମୁଁ କହିଛି, ମୋ ଭିଡ଼ିଓରେ ମୁଁ କହିଛି। ଯେଉଁମାନେ ମୋ ଭିଡ଼ିଓ ଦେଖୁଥିବେ ସେ ବି ଏ ଭିଡ଼ିଓଟି ବୁଝିପାରିବେ ଶୀଘ୍ର। ଯଦି ନ ଦେଖିଥିବେ ତାହେଲେ ମୁଁ ଆଇଡି ସର୍ଚ୍ଚ କରିକି ମୁଁ ପ୍ରଥମରୁ ଯାହା ପଢ଼ଉଛି ପ୍ରତ୍ୟେକ ଭିଡ଼ିଓକୁ ଦେଖି ଦେଖି ଆସନ୍ତୁ, ସମ୍ପୂର୍ଣ୍ଣ ଭାବରେ ବୁଝିପାରିବେ। କାରଣ ମୁଁ ପାର୍ଟ ଅଫ୍ ସ୍ପିଚ୍ ଟୋଟାଲ ଗ୍ରାମର କାହାକୁ କହନ୍ତି, କେତେ କାହାକୁ ନେଇକି ଗ୍ରାମର ସୃଷ୍ଟି ସବୁ ବର୍ଣ୍ଣନା କରିକି ଆସିଛି। ତେଣୁ ବାକ୍ୟ ଯେତେବେଳେ ମୁଁ ଆରମ୍ଭ କରୁଛି ବୁଝି, ଯଦି ଏଇ ଭିଡ଼ିଓ ଯଦି ଦେଖୁଛନ୍ତି, ଯଦି ଆଉ କୌଣସି ଭିଡ଼ିଓ ଦେଖିନଥିବେ ତେଣୁ ତାଙ୍କୁ ଟିକେ ବୁଝିବା କଷ୍ଟସାଧ୍ୟ ହେବ। ତେଣୁ ମୁଁ ଆଇଡି ସର୍ଚ୍ଚ କରିକି ପ୍ରଥମରୁ ମୋ ଭିଡ଼ିଓ ଦେଖିକି ଆସନ୍ତୁ। ଦ କାର ଇଜ ଓଲ୍ଡ। ନାଉନ ଆମେ ଜାଣିବା କେମିତି? ମୁଁ କହିଛି ନେମ୍ ଅଫ୍ ଅ ପର୍ସନ, ନେମ୍ ଅଫ୍ ଅ ଥିଙ୍ଗ, ନେମ୍ ଅଫ୍ ଅ ପ୍ଲେସ୍, ନେମ୍ ଅଫ୍ ଆନିମାଲ, ନେମ୍ ଅଫ୍ ଜବ୍ ଟାଇଟେଲ, ନେମ୍ ଅଫ୍ ଜବ୍ ଟାଇଟେଲ, ନେମ୍ ଅଫ୍ ଆକ୍ସନ, ନେମ୍ ଅଫ୍ କ୍ୱାଲିଟି। ପର୍ସନ ବ୍ୟକ୍ତି, ପ୍ଲେସ୍ ସ୍ଥାନ, ଥିଙ୍ଗ ବସ୍ତୁ, ଆନିମାଲ ପଶୁ, ପଶୁଙ୍କ ନାଁ ରହିଥିବ। ଜବ୍ ଟାଇଟେଲ, ସେ ଉପାଧି, କିଛି ଉପାଧ୍ୟ ଥିବେ, କିଛି ପଦବୀରେ ଥିବେ। ଲେକ୍ଚର, ପୋଲିସ, କିଛି କର୍ମଚାରୀ, କିଛି ସର୍ଭିସ ହୋଲ୍ଡର ବାଲା, ଜବ୍ ଟାଇଟେଲ। ଆକ୍ସନ, କିଛି କାର୍ଯ୍ୟ କରୁଥିବେ, ଇଟ୍। ଆକ୍ସନ ଉପରେ ବି ନାଉନ ବା ବିଶେଷ୍ୟ। କ୍ୱାଲିଟି, କିଛି ଗୁଣ। এইମାନଙ୍କୁ ଗୋଟେ ଗୋଟେ ନାଉନ ଆମେ କହିବା। ତେଣୁ ବର୍ତ୍ତମାନ ପାଇଁ এই ବାକ୍ୟରେ ଦ କାର ଇଜ ଓଲ୍ଡ, ଦ କାର ବସ୍ତୁ, କାରଟି ହେଲା ନାଉନ। ନାଉନର ଗୁଣ କ'ଣ? ନା ବୁଢ଼ା ହେଇଗଲାଣି। ଓଲ୍ଡ ମାନେ ବୁଢ଼ା ହେଇଗଲାଣି। ଏଠି ଆଜ୍ଞା ଓଲ୍ଡ ମାନେ ବୁଢ଼ା ହେବନି। ଯଦି କାରଟି ବୁଢ଼ା ହେଇଗଲା ବୋଲି ଲେଖିବେ ସମ୍ପୂର୍ଣ୍ଣ ଭାବରେ ଭୁଲ ହେଇଯିବ। ଏଠି ଓଲ୍ଡ ଅର୍ଥ ପୁରୁଣା ହେଇଗଲାଣି। ଦ କାର ଇଜ ଓଲ୍ଡ, କାରଟି ପୁରୁଣା। ଯେତେବେଳେ ଓଲ୍ଡ କୌଣସି ବସ୍ତୁ ପାଖରେ ୟୁଜ୍ କରୁଛନ୍ତି ସେଠି ପୁରୁଣା ସଂକେତ ଦିଅନ୍ତୁ। ଗୀତା ଇଜ ବ୍ୟୁଟିଫୁଲ। ଗୀତା ହେଉଛି ପର୍ସନ, ଗୀତା ହେଉଛି ଗୁଣ, ବ୍ୟୁଟିଫୁଲ ସୁନ୍ଦର।
କିନ୍ତୁ ଏ ବ୍ୟୁଟିଫୁଲଟାକୁ ଅଧିକାଂଶ ଛାତ୍ରଛାତ୍ରୀ ମାନେ ଜାଣିପାରନ୍ତି ନାହିଁ। ସେମାନେ ପୁଲିଙ୍ଗ ସହିତ ଲଗାନ୍ତି, ସ୍ତ୍ରୀଲିଙ୍ଗ ସହିତ ବି ଲଗାଇ ଦିଅନ୍ତି, କିନ୍ତୁ ଆକ୍ଚୁଆଲି ବ୍ୟୁଟିଫୁଲଟା ସ୍ତ୍ରୀଲିଙ୍ଗ। ଗୀତା ଇଜ ଏ ବ୍ୟୁଟିଫୁଲ, କିନ୍ତୁ ଗୋପାଳ ଇଜ ଏ ହ୍ୟାଣ୍ଡସମ୍। ସେଠି ଅଧିକାଂଶ ପିଲା ଗୋପାଳ ଇଜ ଏ ବ୍ୟୁଟିଫୁଲ ଲେଖି ଦିଅନ୍ତି, ଯାହାଫଳରେ ସମ୍ପୂର୍ଣ୍ଣ ଭାବରେ ବାକ୍ୟଟି ଭୁଲ ହେଇଥାଏ। ତେଣୁ ମୋର କହିବାର କଥା ଯେ ନାଉନ ବା ବିଶେଷ୍ୟର ଗୁଣ, ରଙ୍ଗ, କୀର୍ତ୍ତି, କାର୍ଯ୍ୟକୁ ସୂଚେଇବା ପାଇଁ, ଦର୍ଶାଇବା ପାଇଁ ଆଡଜେକ୍ଟିଭ ଗଠନ କରାଯାଏ। ବା ନାଉନକୁ କିଭଳି ଭାବରେ ନାଉନ ଅଛି ତାକୁ ଜଣେଇବା ପାଇଁ ବା ତାକୁ ପ୍ରକାଶ କରିବା ପାଇଁ ଆଡଜେକ୍ଟିଭ ଗଠନ କରାଯାଏ। ଯେଉଁ ସଂକେତ ଗୁଡ଼ିକ କହିଲି ତାକୁ ନୋଟ୍ କରିକି ଛାତ୍ରଛାତ୍ରୀମାନେ ରଖନ୍ତୁ, ମନେ ରଖନ୍ତୁ। ଇଂରାଜୀରେ ଆପଣ ସଫଳ ହାସଲ କରିବେ ଯଦି ମୋ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବରେ ଦେଖୁଥିବେ। ଯେଉଁ ପିଲା ସେ ନିଶ୍ଚୟ ଇଂରାଜୀର ଜ୍ଞାନ ସଫଳ ହେବ, କିଛି ଅସୁବିଧା ହେବନି। ଆଉ ଯେଉଁ ଭାଇମାନେ, ଯେଉଁ ଗାର୍ଡ଼ିଆନ ମାନେ ବି ଦେଖୁଛ ମୋ ଭିଡ଼ିଓକୁ, ଆପଣମାନଙ୍କ ପିଲାକୁ ଦେଖାନ୍ତୁ। ଆଉ ମୁଁ ଯାହା କହୁଛି ତାକୁ ନୋଟ୍ କରିକି ଲେଖିବା ପାଇଁ କୁହନ୍ତୁ। ସଂକେତକୁ ଆଉଥରେ ବି ମୁଁ କହିଦେଉଛି। ଭା ଗୋ ପ ବ ଓ ଆ ର ଯା ବ, ଏ ସଂକେତକୁ ସମ୍ପୂର୍ଣ୍ଣ ମନେ ରଖନ୍ତୁ। ଗୋଟେ ସେଣ୍ଟେନ୍ସ ଉପରେ ଆଡଜେକ୍ଟିଭ ସହଜ ଭାବରେ ଜାଣିପାରିବେ। ରହୁଛି। ଯଦି ଆପଣଙ୍କୁ ମୋ ଭିଡ଼ିଓଟି ଭଲ ଲାଗୁଥାଏ ଲାଇକ୍ କରିବେ, କମେଣ୍ଟ କରିବେ। ଆପଣ ଜାଣି ଶିଖିବା ଅର୍ଜନ କରିବା ସହିତ ଅନ୍ୟ ପିଲାମାନେ ଶିଖିବା ପାଇଁ ମୋ ଭିଡ଼ିଓକୁ ଟିକେ ସେୟାର କରିବେ। ଜୟ ଜଗନ୍ନାଥ, ନମସ୍କାର।